କହିବା କଥା ଏ ଛୋଡ଼ି ପୁଅମାନେ ତୁମେ ଯଦି ଠାକୁରଙ୍କୁ ଠିକ୍ ସେ ପୂଜା କରିପାରିବନି ତାହେଲେ ଏଭଳି ଜାଗାରେ କ'ଣ ପାଇଁ ତୁମେ ଆଣିକି ଫୋପାଡ଼ୁଛ? କରିବା ଦରକାର ନାହିଁ। ଠାକୁରଙ୍କୁ ତୁମେ କିଛି ପୂଜାପୂଜି କରିବା ଦରକାର ନାହିଁ। ମନ ଭିତରେ ଜମା ରଖନି। ଏଇଭଳି ଭାବରେ କଚଡ଼ାରେ ଆଜ୍ଞା ଜମା ଫୋପାଡ଼ନ୍ତୁନି। ମୁଁ ବି ଆଜ୍ଞା ଏଇଠୁ ନେଇକି ନାଳ ନଦରେ ଫୋପାଡ଼ି ପାରିବିନି। ଏ ପାଖାପାଖିରେ ଆଜ୍ଞା ପୋଖରୀ ବି ନାହିଁ, ନହେଲେ ଆଜ୍ଞା ଫୋପାଡ଼ି ଦିଅନ୍ତି। ଆଉ ଯେହେତୁ ମୁଁ ଗୋଟେ ଓଡ଼ିଆ, ଏଇଠି ଅଛନ୍ତି ରାମ ଲକ୍ଷ୍ମଣ ସୀତା ହନୁମାନ ବି ଅଛନ୍ତି। ଆଉ ଏଇଭଳିଆ ଯେଉଁ କଚଡ଼ା ନାଳ ନଦରେ ଆଜ୍ଞା ଫୋପାଡ଼ିବାକୁ ମୋ ବିବେକ ଆଜ୍ଞା ବହୁତ ବାଧା କରୁଛି। ମୁଁ ଫୋପାଡ଼ି ପାରିବିନି ଆଜ୍ଞା। ତୁମେ କ'ଣ ପାଇଁ ଠାକୁରଙ୍କୁ ପୂଜା କରୁଛ, କ'ଣ ପାଇଁ ଏଭଳିଆ ଫୋପାଡ଼ୁଛ ଆଜ୍ଞା? ଜମା ବୁଝି ହେଉନି ଏଠାକାର ଲୋକଙ୍କର ଆଜ୍ଞା। ଛିଶଳା ଜୀବନରା ତୁମମାନଙ୍କରେ। ଏଇ ଠାକୁରଙ୍କୁ ଠିକ୍ ସେ ପୂଜା କରିପାରିବନି, ରଖିପାରିବନି, କେଉଁ ଡ୍ୟାସ୍କୁ ତୁମେ ଠାକୁରଙ୍କୁ ଫୋପାଡ଼ୁଛ? ଦେଖ ଓଡ଼ିଶାବାସୀ କିଭଳି ଭାବରେ ଏମାନେ ହୀନ କାମ କରୁଛନ୍ତି।